ସ୍ୱର୍ଗଦୂତ ଲୁସିଫର ପରବର୍ତ୍ତୀ ସମୟରେ ଶୈତାନ କେମିତି ହେଲା? ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ପ୍ରତୀକେ ଓଡି ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜିର ବିଷୟ ସ୍ୱର୍ଗଦୂତ ଲୁସିଫର ପରବର୍ତ୍ତୀ ସମୟରେ ଶୈତାନ କେମିତି ହେଲା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଆଗକୁ ନେବା। ସ୍ୱର୍ଗର ସବୁଠାରୁ ସୁନ୍ଦର ଓ ଶକ୍ତିଶାଳୀ ସ୍ୱର୍ଗଦୂତ ଥିଲା ଲୁସିଫର। ହଁ, ସେଇ ଯେ ସାରା ଜଗତକୁ ଭ୍ରାନ୍ତ କରୁଛି। ଲୁସିଫର ପରମେଶ୍ୱରଙ୍କ ବହୁତ ନିକଟବର୍ତ୍ତୀ ଥିଲା। ହେଲେ ସେ ଆଉ ଏମିତି କ'ଣ କଲା କି ସ୍ୱର୍ଗରୁ ପତିତ ହୋଇ ନର୍କ ପଡ଼ିଲା? କ'ଣ ସେ ବହୁତ ବଡ଼ ପାପ କରିଥିଲା? ବାଇବେଲରେ ଏହାର ରହସ୍ୟ ରହିଛି। ଏହା ସବୁ ମନୁଷ୍ୟକୁ ଜାଣିବା ଦରକାର। କାହିଁକି ନା ଶୈତାନର ପତନ ଗୋଟେ କାହାଣୀ ହିଁ ନୁହେଁ। ଆଜି ଆମେ ଜାଣିବା ଲୁସିଫର କେମିତି ପତିତ ହେଲା। ଶୈତାନ ଆରମ୍ଭରୁ ଶୈତାନ ନଥିଲା, ସେ ଜଣେ ସ୍ୱର୍ଗଦୂତ ଥିଲା। ସବୁଠୁ ସୁନ୍ଦର ଓ ବୁଦ୍ଧିମାନ ଥିଲା। ସେ କୌଣସି ସାଧାରଣ ଦୂତ ନୁହେଁ, ସେ ପରମେଶ୍ୱରଙ୍କ ଅଦ୍ଭୁତ ସୃଷ୍ଟି ଜଣେ ସ୍ୱର୍ଗଦୂତ ଥିଲା। ସବୁ ସ୍ୱର୍ଗଦୂତ ଠାରୁ ଅଲଗା ସ୍ୱର୍ଗଦୂତ ଥିଲା। ତା'ର ସୌନ୍ଦର୍ଯ୍ୟ ବହୁତ ଆକର୍ଷିତ ଥିଲା। ତା'ର ଜ୍ଞାନ ଅସୀମ ଥିଲା। ତା'ର ବୁଦ୍ଧି ଅପାର ଥିଲା। ତା'ର ବିଷୟରେ ବାଇବେଲ କ'ଣ କହେ? ଯିଶାୟ 14:12 ହେ ପ୍ରଭାତୀ ତାରା, ପ୍ରତ୍ୟୁଷର ପୁତ୍ର, ହେ ପ୍ରଭାତୀ ତାରା, ପ୍ରତ୍ୟୁଷର ପୁତ୍ର, ତୁମେ କିପରି ସ୍ୱର୍ଗରୁ ପତିତ ହେଲ? ଗୋଷ୍ଠୀଗଣକୁ ତୁମେ ଯେ ନତ କରିଥିଲ, ତୁମେ କିପରି ଭୂମିରେ ନିକ୍ଷିପ୍ତ ହେଲ? ସ୍ୱର୍ଗରେ ଯେତେବେଳେ ଆରାଧନା ହେଉଥିଲା, ସେ ପରମେଶ୍ୱର ନିକଟବର୍ତ୍ତୀ ରହୁଥିଲା। ତା'ର ସ୍ୱର ଅଦ୍ଭୁତ ଥିଲା। ତା'ର ଆରାଧନାର ସ୍ୱରରେ ସ୍ୱର୍ଗ କମ୍ପି ଉଠୁଥିଲା। ବାଇବେଲରେ ଲେଖା ଅଛି, ଜିଜିକଲ 28:12-15 ଏପରି ଲେଖାଯାଏ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଜ୍ଞାନରେ ପୂର୍ଣ୍ଣ ଓ ସୌନ୍ଦର୍ଯ୍ୟରେ ସିଦ୍ଧ, ଉଭୟଙ୍କର ମୁଦ୍ରାଙ୍କ କରୁଅଛ। ସ୍ୱୟଂ ପରମେଶ୍ୱର ତା'ର ଜ୍ଞାନ ଓ ସୌନ୍ଦର୍ଯ୍ୟ ବିଷୟରେ କହୁଅଛନ୍ତି। ଲୁସିଫର କୌଣସି ସାଧାରଣ ସ୍ୱର୍ଗଦୂତ ନଥିଲା। ସେ ସଙ୍ଗୀତ ଓ ଆରାଧନାର ଲିଡର ଥିଲା ବା ମୁଖ୍ୟ ଥିଲା। ଯେତେବେଳେ ସ୍ୱର୍ଗରେ ଆରାଧନା ହେଉଥିଲା, ସେତେବେଳେ ଲୁସିଫର ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେଉଥିଲା। ତା'ର ସ୍ୱର ଶୁଣି ସବୁ ସ୍ୱର୍ଗଦୂତ ଆଚମ୍ବିତ ହେଉଥିଲେ। ତା'ର ସଙ୍ଗୀତ ସମସ୍ତଙ୍କ ଆତ୍ମାକୁ ଛୁଉଁଥିଲା। କ'ଣ ହେଲା ଯେ ଏପରି ସ୍ୱର୍ଗଦୂତକୁ ପତିତ ହେବାକୁ ପଡ଼ିଲା? କ'ଣ ସେ ସବୁ ସମୟରେ ପରମେଶ୍ୱରଙ୍କ ସେବା କରୁନଥିଲା? ନା ତା ଭିତରେ କୌଣସି ପରିବର୍ତ୍ତନ ଆସିଯାଇଥିଲା? କ'ଣ ଆପଣ ଜାଣିଛନ୍ତି କି ଜଣେ ମହାନ ହେବାର ପଛରେ ନିଜର ଭିତରେ ହିଁ ରହିଥାଏ ଅହଙ୍କାର ଓ ଗର୍ବ। କୌଣସି ମନୁଷ୍ୟ ଓ ସ୍ୱର୍ଗଦୂତ କେବେ କେବେ ନିଜେ ନିଜର ବିନାଶର କାରଣ ହୋଇଥାନ୍ତି। ତା'ର ପଛରେ କିଛି ଏମିତି ହେଲା, ସ୍ୱର୍ଗରୁ ନର୍କକୁ ପତିତ କରାଗଲା। ଯିଶାୟ 14:13-14 ପୁଣି ମନେ ମନେ କହୁଥିଲା, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଉର୍ଦ୍ଧ୍ୱରେ ଆପଣା ସିଂହାସନ ଉତ୍ସୀକୃତ କରିବା। ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା। ସ୍ୱର୍ଗଦୂତ ହୋଇ ପରମେଶ୍ୱରଙ୍କ ସହିତ ସମାନ ହେବାର ଇଚ୍ଛା ରଖୁଥିଲା। ଏହା ଗୋଟେ ବିବାଦର ବିଷୟ। ଲୁସିଫରର ସମସ୍ୟା ଏହା ଥିଲା କି ସେଇ ଆରାଧନା, ସେଇ ମହିମା ପରମେଶ୍ୱରଙ୍କୁ ନ ମିଳି ମୋତେ ମିଳୁ ବୋଲି ସେ ଇଚ୍ଛା କରୁଥିଲା, ଯାହା କେବଳ ପରମେଶ୍ୱରଙ୍କ ପାଇଁ ହିଁ ଥିଲା। ତା'ର ମନରେ ବହୁତ ସାରା ପ୍ରଶ୍ନ ଉଙ୍କି ମାରୁଥିଲା। ଜିଜିକଲ 28:17 ତୁମର ସୌନ୍ଦର୍ଯ୍ୟ ସକାଶୁ ତୁମର ଚିତ୍ତ ଗର୍ବିତ ହୋଇଅଛି। ତୁମ୍ଭେ ଆପଣାର ଶୋଭା ସକାଶୁ ନିଜ ଜ୍ଞାନ ନଷ୍ଟ କରିଅଛ। ଲୁସିଫର ପରମେଶ୍ୱରଙ୍କ ସହିତ ସମାନ ହେବାକୁ ଚାହୁଁନଥିଲା। ସେ ପରମେଶ୍ୱରଙ୍କୁ ସିଂହାସନରୁ ଘୁଞ୍ଚାଇ ସେ ସିଂହାସନରେ ବସିବା ପାଇଁ ଚାହୁଁଥିଲା। ଯେତେବେଳେ କେହି ନିଜର ଗର୍ବରେ ଚାଲେ କି ମୋର ଆଉ କାହାର ଦରକାର ନାହିଁ, ମୁଁ ହିଁ ସବୁକିଛି କରିପାରିବି, ପରମେଶ୍ୱର ଲୁସିଫରଙ୍କୁ ତିଆରି କରିଥିଲେ। ଲୁସିଫର ଗର୍ବର ଅହଙ୍କାର ତାକୁ ଶୈତାନ କରିଦେଲା। ପ୍ରଶ୍ନ ଏହା ଅଟେ, ପରମେଶ୍ୱର ତାକୁ ନଷ୍ଟ କାହିଁକି କଲେ ନାହିଁ? ପରମେଶ୍ୱର ସ୍ୱର୍ଗରୁ ଲୁସିଫରକୁ ପତିତ କରିବା ପୂର୍ବେ କ'ଣ କରିଥିଲେ? କ'ଣ ସ୍ୱର୍ଗରେ ମହାଯୁଦ୍ଧ ହୋଇଥିଲା? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍ୱର୍ଗ ଭଳିଆ ପବିତ୍ର ସ୍ଥାନରେ ମଧ୍ୟ ଯୁଦ୍ଧ ହୋଇପାରେ।
परमेश्वरଙ୍କ द्वारा सृष्टि होइथिबा प्राणी परमेश्वर सिंहासन रे केमिति बसी पारिबो। स्वर्ग रे युद्ध हैला। बाइबल रे लिखा होची प्रकाशित 12:7-9 तत्पर स्वर्ग रे युद्ध हैला। मिखाएल और ताहांको दूत माने सेई सर्प सहित युद्ध कले। सेतिरे सेई सर्प और तार दूत माने मध्य युद्ध कले, किंतु से माने जय करि पारिले नाही। पुणी स्वर्गर से माने स्थान पाइले नाही। सेतिरे सर्वे जगतर प्रवंचक और दियाबल और शैतान जार नाम ख्यात जे प्रकांड सर्प सेई पुरातन नाग से अपना दूत मानक सहित पृथ्वी रे निक्षिप्त हैला। लुसिफर चाहुथिला कि स्वर्गर सबु दूत तार सपक्ष रे रहंतु। कौन लुसिफर जणे स्वर्गर पतित होइथिला? नाई, ता सहित केतेक स्वर्गदूत मध्य पतित होइथिले। यह केते बड़ अन्याय अटे, यह केते बड़ धक्का। परमेश्वर महिमा करबा पई सेमानकु सृष्टि करथिले। लुसिफर कथारे पड़ी मिछकु सत मानि नेले आ परमेश्वरଙ୍କ विरुद्ध ठिया हेले। तार परिणाम कौन हैला? परमेश्वर स्वर्गदूत सैनिक पटाइले आउ सेमानको हराइले। सेमानଙ୍କ निमंते स्वर्गर कौनसी स्थान नथिला। लुसिफर स्वर्गरु पड़िला परे कुआडे गला? कौन परमेश्वर ताको सीधा नरक रे पकाइले कि? नुहे, शैतान को सीधा नरक को पकाई नथिले। ताहेले से कुआडे गला? कौन से हार मानि नेला कि? ना, नुहे, से आहुरी अधिक चालाकी घातक होइगला। से तार प्रथम प्रहार मनुष्य उपरे कला। एदन उद्यान रे आदम आउ हवा थिबा स्थान रे सेठारे कौनसी दुख नाही, कौनसी पाप नाही, कौनसी मृत्यु नाही। एमिति एक महल रे बा एदन उद्यान रे ताहा देखि शैतान सही पारला नाही। आउ सेतिरे थिबा सर्प को परमेश्वर सबुठारु बुद्धिमान करी सृष्टि करथिले। हेले तार बुद्धिर केही हेले आदर करू नथिले। तार फायदा उठाई शैतान ता पाखकु जाई ताकू कहूची तो भलिया बुद्धिमान एही उद्यान एदन उद्यान रे आउ कौनसी पशु पक्षी बा सरीसृपको नाही। तापरे सर्प तार बसीभूत हेउछि। शैतान रो सर्पर आश्रय नेला। शैतान सर्पर आश्रय नेला। परमेश्वरଙ୍କର सृष्टि को नष्ट करबा पई योजना कला। से हब्बा को प्रथमे फुसुलाइला आउ से कहिला, गो नारी, कौन परमेश्वर तुमको एही सत सद ज्ञानदायक वृक्षर फल खाइबा पई मना करी छंती। हबा कहिले, आंबे माने उद्यानर सबु वृक्षर फल खाइ पारू, मात्र उद्यानर मध्यरे थिबा वृक्षर फल खाइबा पई परमेश्वर मना करी छंती। तुमे ता खाइब नाही कि छुईब नाही, ताहा कले तुमे मरिब। तापर सर्प कहिला, कौन देख, तुमे माने कौनसी रूपे मरिब नाही। से फल खाइले तुम मानक आखि प्रसन्न हेब। तुमे माने मध्य परमेश्वरଙ୍କ परि भल और मंदर ज्ञान पाइब। शैतान सीधा प्रहार करि नथिला। से हवा को फुसलाई मनरे संदेह सृष्टि करी परमेश्वर कहिथिबा कथा को मिछ कही तार कथा को सत कही से हवा मनर संदेह सृष्टि कला। एपरि से मनुष्य ठारे प्रथम प्रहार करी परमेश्वरଙ୍କ सृष्टि उपरे पाप आनी नष्ट कला। आमेन। स्वर्गदूत लुसिफर परवर्ती समय रे शैतान केमिति हेला जानिबा पाई भिडियोटी को लाइक करंतु, शेयर करंतु, सब्सक्राइब करंतु एवं से केमिति सृष्टि हेला जगतर से केमिति काम करूछि से विषय रे आउ गोटे वीडियो करबा पाई कमेंट करंतु। धन्यवाद। आमेन।